କିନ୍ତୁ ହଉଛି ସିଏ ଭଲ ପାଉନି ମତେ ଟିକେ। ଆଉ ବହୁତ ଜଲ୍ଦି ବି ଆପଣମାନଙ୍କୁ ବି କହିବି ଗୀତା ଆଉ ଆମ ସୌମ୍ୟଶ୍ରୀ କିଏ କଣ ସବୁ ବିଷୟରେ ଲଭ ଷ୍ଟୋରି ବି ମଧ୍ୟ ବହୁତ ଜଲ୍ଦି ବି ଆପଣମାନଙ୍କୁ ଆମେ କହିବା। ସେଇଠି କି କୁଳି ହେଇଛି ଲୋ, ବହୁତ କୁଳି ହେଇଛି। ଏତେ କେତେବେଳେ ଆଣିଛି? ଜୟ ଜଗନ୍ନାଥ ସାଙ୍ଗମାନେ, ଆପଣମାନେ ଯେମିତିକି ଜାଣିଛନ୍ତି ମୁଁ ଗୋଟେ ଛୋଟ ମକା ଦୋକାନଟିଏ। ସାଙ୍ଗମାନେ ପୂର୍ବ ଭିଡ଼ିଓରେ ତ ଆପଣମାନେ ଏତେ ସାରା ଭଲ ପାଇବା ଦେଲେ, ଆଉ ବେଶୀ ତ ଖୁସି ଲାଗୁଛି ଆପଣମାନଙ୍କର ସେ ସୁନ୍ଦର ସୁନ୍ଦର କମେଣ୍ଟ। ମାନେ ଜାଣିପାରୁଥିବେ ମୁଁ ଆଜି କେତେ ଖୁସି ଅଛି। କଣ ପାଇଁ ଜାଣିଛନ୍ତି? ଏଇଟା କଣ ପାଇଁ କହିବି, ଆପଣ ତ କମେଣ୍ଟ ଏତେ ମାନେ ସୁନ୍ଦର କମେଣ୍ଟ କରୁଛନ୍ତି, ସେ କମେଣ୍ଟ ଦେଖିକି ମୁଁ ପୁରା ଖୁସି ହେଇଯାଉଛି। ମୁଁ ଏଠି ଭିଡ଼ିଓ କରୁଛି, ଏଠି ଦେଖନ୍ତୁ ଟୋଟାଲି ଆମର ସମସ୍ତେ ଏଠି ମହାରାଜ ମାମା ମାଉସୀ ଏଠି ବି ଅଛନ୍ତି। ଅଛି କୁଳି ହେଇଯିବୁ ତ ବୋଉକୁ ଦବୁ। କିଏ କୋଳି? ଏଇ ବରକୁଳି। ଦେଖନ୍ତୁ ମାନେ ମୁଁ ଗୋଟେ ଏମିତି ଆଜ୍ଞା, ଏଇ ଗୀତା ଭାଇ ଆମର କାଶୁଣ୍ଡି ଆଜି ନେଇଯା ଆଚାର। ମାନେ କେତେ କଥା ଶୁଣିବାକୁ ମିଳୁଛି। ସିଏ ଖାଲି ଏମିତି ନର୍ମାଲି ଟିକେ କୋଳି ଖାଇବା ପାଇଁ ଯାଇଥିଲା। ସିଏ ଏଇ ମାଉସୀ ଏଠି କହିଲେଣି ଆମ ଘରେ ବି କୋଳି ଅଛି। ଆଇମା ତାଙ୍କର କହିଲାଣି କିସ ଅଛି ଆଇମା? ଆଚାର ଅଛି ନେଇଯା। କି ଆମ୍ବ ଆଚାର ନା? ଆମ୍ବ ଆଚାର। ହଉ ଦରକାର ହେଲେ ମାଗିବି। ଲେମ୍ବୁ ଆଚାର, କରମଙ୍ଗା ଆଚାର, ସବୁ ଆଚାର ଆଜି ଦେଇଦବ, କିନ୍ତୁ ଗୀତା ଖାଇବା ଦରକାର। ଚାଲ ସିଏ କଣ କରୁଛି ମୁଁ ଟିକେ ଦେଖିବା। ସିଏ ଆଉ ସେ ଭିଡିଓ ଟା ଦେଖିଛି କି ନାହିଁ ତାକୁ ପଚାରୁଛି। ଆମର ମ୍ୟାଡାମ ଏପଟେ ସାଇଡରେ ଅଛନ୍ତି। ମାନେ ହେଇ ମାନିଗଲି କିନ୍ତୁ ତତେ କିସ ହେଲା, ମାନେ ମୋ ଦାନା ପାଣି ମାରିବାକୁ ଇଏ ବସିଛି। ମାନେ ଏତେ ମାତ୍ରାରେ ତତେ ଯେ ଭଲ ପାଇବା ମିଳୁଛି, ମୋର ହଉଛି ଟିକଟ କଟିବା ପାଇଁ ବସିଲାଣି। ମୋ ଭଉଣୀ ମାନେ ମତେ ଭଲ ପାଇ ଦଉଛନ୍ତି, ତମ ଭାଇ ମାନେ ତମକୁ ଭଲ ପାଇବା ଦେବେ। ହଁ ନା, ଏଇ ତ ପତର ଅନ୍ତର। ମାନେ ତତେ ଖାଲି ଭଉଣୀ ମାନେ ଭଲ ପାଇବା ଦଉଛନ୍ତି, ଭାଇ ମାନେ ଭଲ ପାଇବା ଦଉନାହାନ୍ତି। ଭାଇ ମାନେ କହିଦିଅ। ନା ଭାଇ ଆଉ ତୁ ମାନେ ତ ସବୁବେଳେ ବି କାଲି ବି କୋଳି ଖାଇବା କଥାରେ, ମୋ ଭଉଣୀ ମାନେ କେଉଁଠି ହେଇଛ ତମେ ପଳେଇ ଆସ ଏଇ ଜାଗାରେ କୋଳି ଖାଇବ। ଆଉ ଭାଇ ମାନେ କଣ ଖାଲି ସେଇ ତମେ କୋଳି ଖାଇସାରିଲା ପରେ ସେଇ ସିଠା ଟା ଖାଇବେ ନା ମଞ୍ଜି ଟା? ଭାଇ ମାନେ ବି ମୋର ଆସିବେ। ଭାଇ ମାନେ ତ ଆସିବା, ତୁ ସେଇଟା ହୃଦୟରୁ କହିବା କଥା। ମୋ ସମସ୍ତେ ଭାଇ ଆସିବେ। ମାନେ ମୋ ଭଉଣୀ ମାନେ ମତେ ଯେତିକି ଭଲ ପାଇବା ଦଉଛନ୍ତି, ତମକୁ ତ ବହୁତ ଦଉଛନ୍ତି। ନା ଆଉ ମୋ ମଉସା ମାଉସୀ ମାନେ ସେ ତାଙ୍କ ପାଇଁ ତ ଆଜ୍ଞା ମୁଁ ସବୁଠୁ ବେଶୀ ଆଜ୍ଞା ଖୁସି ହେବି, ଯେଉଁମାନେ ମୋ ଗୁରୁଜନ, ମୋ ବଡ ଭାଇ ବଡ ଭଉଣୀ ମାନେ ଦେଖୁଛନ୍ତି। ତାଙ୍କ କିନ୍ତୁ ଯେହେତୁ ଦେଖନ୍ତୁ ସେମାନେ ସେତିକି ବୁଝି ପାରୁଛନ୍ତି ଗୋଟେ ଫ୍ୟାମିଲିର କଣ ବଣ୍ଡିଙ୍ଗ ଟା। ଆଉ ଯେଉଁମାନେ ତ ଆମ ଭଳିଆ ୟଙ୍ଗ ଭାଇ ଭଉଣୀ ମାନେ ଦେଖୁଛନ୍ତି, ତାଙ୍କୁ ତ ଦିଲ ସେ ସାଲ୍ୟୁଟ, ଲଭ୍ ୟୁ। ଭାଇ ଦେଖନ୍ତୁ କାହା ସହିତ କଥା ହଉଛନ୍ତି, ଚାଲନ୍ତୁ ଦେଖିଏ। ତାଙ୍କ ଭଉଣୀ ଜଣେ କଲ୍ କରିଛନ୍ତି। ଆରେ ମାନେ ଭଦ୍ରକରେ ବି ଦେଖନ୍ତି ନା ଭିଡିଓ? ଦେଖନ୍ତୁ। ଆଚ୍ଛା। ସାଙ୍ଗମାନେ ସେ ମୋ ଭଉଣୀ ଜଣେ ଆମର ହଉଛି ଭଦ୍ରକରୁ। ସିଏ ହଉଛି ଯେହେତୁ ବାହା ହେଇଛନ୍ତି ଭଦ୍ରକରେ, ବର୍ତ୍ତମାନ କେଉଁଠି ତମ ଘର? ଚାନ୍ଦବାଲି। ଭାତପଡା। ଆରେ ଚାନ୍ଦବାଲିରେ ହଉଛି ଭାତପଡା। ଯେଉଁମାନେ ଚାନ୍ଦବାଲିରେ ଦେଖୁଥିବେ ତ ଜାଣିପାରୁଥିବେ ତ ରାଉତପଡା। ରୋଷେଇ କରୁଛେ ତ ସିଏ ବର୍ତ୍ତମାନ ବାହା ହେଇଯାଇଛି। ସେ ସେଠି ରହିକି ମାନେ ସିଏ ତ ଭିଡିଓ ଦେଖେ ସିଏ ତାଙ୍କ ସେଠି କିଛି କୁହେନି। ଯେତେବେଳେ ତାଙ୍କ ଏରିଆ ର ଦେଖୁଥିଲେ ଭିଡିଓ ଯେ ତୁମେ ବାଲେଶ୍ଵରରୁ ଏଇ ପୁଅକୁ ଚିହ୍ନିଛ, ସିଏ ସେତେବେଳେ କହୁଛି ମୋ ଭାଇଟା ବା। ସେ ସେଇ ଆଜି ସେ ଖୁସି ହେଇଛି, ତା ଯା ମାନେ ବି ଦେଖନ୍ତି। କେବେଠୁ ତମ ଯା ଦେଖେ ନା ତ ଯା ଦେଖୁଛନ୍ତି ନା? ମାନେ ଆମ ଗାଁ ଝିଅ ଭଳିଆ।
ବହୁତ ଖୁସି ଲାଗେ ସାଙ୍ଗମାନେ ଜାଣିଛନ୍ତି ଯେତେବେଳେ ଦୂରରୁ ରହିଲେ ନା ବହୁତ ଖୁସି ଲାଗେ। ମୁଁ ଏକା ମଧ୍ୟ ନୁହେଁ ଗୀତା ବି ମଧ୍ୟ ତାଙ୍କୁ ଚିହ୍ନିଛନ୍ତି ତାକୁ ତାଙ୍କ ଭଲ ପାଇବା ଟିକେ ଦେଖିକି ନେବେ ପୁଣି। ରୋଷେଇ ସାରିଲାଣି ନା? ହେ ହେଇ ଗୀତା ଗୀତା ବର୍ତ୍ତମାନ ପୁରା ଭାଇରାଲ ହେଇଗଲାଣି ନା 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 ଚାରିଆଡେ ଖାଲି ତା ଚର୍ଚ୍ଚା। କହୁଛନ୍ତି ଯାହା ହଉ ଭାଇ ଏତେ ଭଲ ପାଉଛନ୍ତି ଭାଉଜ ଖାଇତେ ଦେଇ ଦେଇକା ପୁରା ମୋଟା ଆଉ ସୁନ୍ଦରିଆ କରି ସାରିଲେଣି। କିନ୍ତୁ କିନ୍ତୁ ହଉଛି ସିଏ ଭଲ ପାଉନି ମତେ ଟିକେ। ସିଏ ନ ପାଉ ସିଏ ମନେ ମନେ ବହୁତ ଭଲ ପାଉଛନ୍ତି ପୁରା ଭଗବାନ ଡାକୁଛନ୍ତି ଯାହା ହଉ ଭଗବାନ ଭାଇ ରିଲ୍ସ କରନ୍ତି ଭାଉଜ କି ବେଶୀକା ଭଲ ପାଉନି ନା। ହେଇ ତା ମାନେ କଣ ରିଲ୍ସ କଲେ ଖାଲି ଭଲ ପାଉଛି ନହେଲେ ରିଏଲ ରେ ଭଲ ପାଉନି। ଆଗରୁ ବହୁତ ଭଲ ପାଉଥିଲେ ଜଣଉନଥିଲ କିନ୍ତୁ ଏବେ ରିଲ୍ସ କଲାରୁ ପୁରା ଖୁଲିକି ସମସ୍ତଙ୍କୁ ଜଣଉଛ। ଏଇ କାଲି ପୁଣି ଇଏ କାହିଁକି କୁଳି ମେଞ୍ଚେ ଖଣ୍ଡରେ ଯାଇକି ତୋଳିକି ନେଇକି ଆସିଛି। ଆଲୋ ହଁ ସମସ୍ତେ ପୁଣି କମେଣ୍ଟ କରୁଛନ୍ତି ଭାଇ ନା ଭାଉଜ କଂଗ୍ରାଚୁଲେସନ। କିସ ରୋଷେଇ ଆମେ କରିବ? ଏଇଠୁ ଆମ ଏଇ ଛକ ପାଖରୁ ତୋଳିକି ଆଣିଥିଲେ। ଏଇ ନୁହେଁ ନା ଆମ ଟ୍ରାନ୍ସଫର୍ମା ସେଇଠି କି କୁଳି ହେଇଛି ଲୋ ବହୁତ କୁଳି ହେଇଛି। ହଁ ମତେ ଆଣିକି ନହେଲେ ମୋ ବୋଉ କେଉଟ ତାଙ୍କୁ ଆଣିଥିଲେ ମୋର ଖାଇଛି ହେଇ ଗାଳି ଦଉଛନ୍ତି ଏତିକି ତୋଳିକି ଆଣିଛି। ଲୋ ମତେ ଖାଲି କୁଳି ଖାଇତେ ଇଚ୍ଛା ହଉଛି କି କୁଳି ଖାଇତେ ଇଚ୍ଛା ହଉଛି ଲୋ। ତ ଆସିବନି ନହେଲେ ଆସିଥାନ୍ତ କୁଳି ଖାଇତେ। ଛାଡିଛନ୍ତି ଦେଖୁଛୁ ଆମ ଛୁଆଟାକୁ ଇଏ କଲେ ଗଲେ ମୋ ଶ୍ୱଶୁର ଯାଇକି କୁଲି ଖାଇଲେ ପହରଦିନ। ଓହୋ ତମରି ଶ୍ୱଶୁର ଆସିଥିଲେ ନା ତମ ମା ଯାଇଥିଲେ ମିଠା ଦବା ପାଇଁ ଏଠିକି ଏଇ ମାଇଁ ଘରକୁ ଏଇ ବୁଲୁ ମାମୁଁ ଘର ମାଇଁ ଘରକୁ। ହଁ ସେ କହୁଥିଲେ ସମଧି ଆଇଛନ୍ତି ମୁଁ କହିଲି କିଏ ସମଧି ଭାବିନି ତମ ଭାଉଜର ବାପା। ତା ବାପା ଆଉ ଅଛନ୍ତି ନା ଲୋ ସେ ଚାଲିଗଲେ ଉପରକୁ। ଓହୋ ଦେଖିପାରୁଛନ୍ତି ମାନେ ଘର କାମ କରତେ କରତେ ଏପଟେ ମୋର ପୁଣି ଆଉ ଖିଆଲ ନାହିଁ ତାଙ୍କ ବାପା ନାହାନ୍ତି ବୋଲି। ଯାହା ହଉ ସେଇଭଳିଆ ଭଲ ପାଇବା ଥାଉ। ଖାଲି ଭଦ୍ରକରୁ ଭଲ ପାଇବା ମିଳୁଛି ନା ଅଲଗା କେଉଁଠି ମିଳୁଛି? ଆହୁରି ସବୁଆଡେ ମିଳିଲାଣି ମୋର ଯେତିକି ଏଠି ଭଦ୍ରକ ସବୁ ସାଙ୍ଗସାଥି ମୁଁ ବନେଇଛି ମୋ ନଣନ୍ଦ ମୋ ଝିଆରୀ ମାନେ ଆଚ୍ଛା ସେମାନେ ସବୁବେଳେ ଭାଉଜଙ୍କ ରିଲ୍ସକୁ ଦେଖିଲେ କହିଲେ ଭାଇକି ଦେଖ ଭାଉଜକୁ ଦେଖ। ମାନେ କେମିତି ମାନେ ଭାଇ ହଉଛୁ ବୁଢା ହେଇଗଲାଣି ଭାଉଜ ଆମର ହଉଛି ସୁନ୍ଦରୀଟା। ନା ଭାଇ ଟିକେ ପତଳା ହେଇଗଲେ ଭାଉଜ ଟିକେ ଖାଇକି ମୋଟା ମାରେ ଭାଇ ତ ଖାଉନାହାନ୍ତି ଭାଉଜ ପତଳା ହେବା ପାଇଁ ଚାହୁଁଛନ୍ତି ପତଳା ହେଇପାରୁନାହାନ୍ତି ଭାଇ ମୋଟା ହେବା ପାଇଁ ଚାହୁଁଛନ୍ତି ମୋଟା ହେଇପାରୁନାହାନ୍ତି। ମତେ ପରିଶ୍ରମ ବହୁତ ହଉଛୁ ମାନେ ମୁଁ ଘରେ ଘର ଶୋଉଛି ଆଗ। ଆଉ ତମେ ଝିଅ ପିଲା ଖାଲି ଶୋଇବ। ହୁଁ କେତେ ତମେ କଷ୍ଟ କାମ କରୁଛ ନା ଆମେ ସେଇଠି ଦୋକାନ ସେଇ ଲୁଗା ମାଣ୍ଡିଆ କାଚିକି ରଖୁଛି ଯାଉନା ଧୁଇ ଆଣିବ ଯଦି ହଁ ଏତେ ପରିଶ୍ରମ କାମ କରୁଛ ଚାଲିଛ। ଠିକ କଥା ଠିକ କଥା। ଝିଅ ମାନଙ୍କ ସହିତ ଆଜ୍ଞା ଆମେ ଝଗଡା କରିକି ତ ପାରିବାନି ଆମେ ଏଠୁ ଦୂରେଇ ଯିବାଟା ହଉଛି ଭଲ। ମା ବର୍ତ୍ତମାନ ନାହାନ୍ତି ନହେଲେ ମା ଏଇ ଦୃଶ୍ୟ ଦେଖିଥିଲେ ନା ବହୁତ ଖୁସି ହେଇଥାନ୍ତା। ମାନେ ଭାବନ୍ତୁ ଗୋଟେ ନର୍ମାଲ ମକା ଦୋକାନୀ କି ଆପଣମାନେ ଏତେ ସାରା ଭଲ ପାଇବା ଦଉଛନ୍ତି କେତେ ଖୁସି ଲାଗୁଛି। ଆଉ ବହୁତ ଜଲ୍ଦି ବି ଆପଣମାନଙ୍କୁ ବି କହିବି ଗୀତା ଆଉ ଆମ ସୌମ୍ୟଶ୍ରୀ କିଏ କଣ ସବୁ ବିଷୟରେ ଲଭ ଷ୍ଟୋରି ବି ମଧ୍ୟ ବହୁତ ଜଲ୍ଦି ବି ଆପଣମାନଙ୍କୁ ଆମେ କହିବା। ଲଭ ଷ୍ଟୋରିରେ ମୋ ଇଜ୍ଜତ ତ ପଳେଇଯିବ। ଗେମାସି ନେଇଯ ଡିକେ ଏଇଭଳିଆ ଗୋଟେ ଦାଢି ବାଣ୍ଟି ଗୋଟେ ଏତେ ପାୱାରଫୁଲ ମେନ୍ ମାନେ ସେ କଥା ଶୁଣିଲେ ନା ଆପଣ ମାନେ ବି ଆଜ୍ଞା ହସିବେ କହିବେ ଭାଇ ବି କଣ ଏମିତିଆ ଥିଲା କିନ୍ତୁ ତୁ କଣ ଭଲ ଥିଲୁ। ମୁଁ ତ ବହୁତ ଭଲ ଥିଲିନି ମୁଁ ନିଜକୁ ନିଜେ ଆଉ ଖରାପ କହିବି ନା। ଆଉ ଯେଉଁ ଭାଇ ଭଉଣୀ ମାନେ ନୂଆ କରି ଭିଡିଓ ଦେଖୁଛନ୍ତି ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ ଟେ ନିହାତି କରିବେ। ଆସନ୍ତା କାଲି ଆଉ ଗୋଟେ ନୂଆ ଭିଡିଓରେ ଦେଖାହବା। ରହିଲି ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଆସ କଣ କହିଲେ ରେ ଦିଲ ପୁରା ଖୁସି କରିଦଉଛି ଏଇ ଗୋଟେ କଥା।